ମୋ ନାଁ ସତ୍ୟବ୍ରତ ପରିଡ଼ା। କାହିଁକି ଆପଣ ଅନଶନ ବସିଛନ୍ତି ଆଜି? ଅନଶନ ବସିବା କାରଣ ହେଲା ଏ ଯେଉଁ ଓପିଟିସିଏଲ୍ ଅଛନ୍ତି କର୍ତ୍ତୃପକ୍ଷ ସେମାନେ ଆମେ ଗୋଟେ ଦୁର୍ନୀତି ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଉ ଶକ୍ତି ବିଭାଗ ହସ୍ତକ୍ଷେପ ପରେ ମଧ୍ୟ ମାନେ ଚୁପଚାପ ବସିଛନ୍ତି। ଗୋଟେ ମହିଳା କର୍ମଚାରୀ ସେ ଯେତେବେଳେ ଅନ୍ତଃସତ୍ତ୍ୱା ଦେଲେ ତାଙ୍କୁ ଗୋଟେ ଏସ୍ଡିଓ ପୁରା ଅସଦାଚରଣ ତାଙ୍କ ପ୍ରତି କଲେ। କିନ୍ତୁ ତା ଆଜି 7 ମାସ ବିତିଗଲାଣି ତାପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଯେଉଁମାନେ ଦୂର ଦୂରାନ୍ତରେ ମାନେ ଅଛନ୍ତି ଘରଠାରୁ ଦୂରରେ ସେମାନଙ୍କର ବଦଳିଆ ମାନେ କରୁନାହାନ୍ତି, କିନ୍ତୁ ଅଫିସରମାନଙ୍କର ବଦଳି ହେଉଛି। ତେଣୁ ହାୟର ଷ୍ଟଡି ପାଇଁ କର୍ମଚାରୀମାନଙ୍କୁ ପରମିସନ୍ ଦିଆଯାଉ ନାହିଁ। ବିଭିନ୍ନ ସମସ୍ୟା ନେଇକି ଆମେ ଆଜି ଅନଶନରେ ଦ୍ୱିତୀୟ ଦିନରେ ବସିଛୁ। ମୁଖ୍ୟମନ୍ତ୍ରୀ କଣ? ନାଇଁ, ମୁଖ୍ୟମନ୍ତ୍ରୀ ଆମେ ତ ଲେଖା ହେଇକି ଦିଆହେଇଥିଲା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଆସିଥିଲା। ବାକି ଏମାନେ କରିବେ, ବଡ଼ ବଡ଼ ଅଫିସର ସବୁ ଅଛନ୍ତି। ତେଣୁ ସେମାନେ ଯାହା ନିଷ୍ପତ୍ତି ନେବେ, ନହେଲେ ଆମର ଆନ୍ଦୋଳନ ଆଗାମୀ ଦିନରେ ତୀବ୍ରତର ହେବ। ଆମେ ପଛକୁ ହଟିବାର କୌଣସି ଚାନ୍ସ ନାହିଁ। ମୁଁ ବିସ୍ମୟ ହୋତା, ସଂଗଠନ ସମ୍ପାଦକ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘର। କାରଣ ଆଜି ନୁହଁ କାଲିଠୁ ଚାଲିଲାଣି ଗଣଧାରଣା ଆଜିଠୁ ହେଇଛି। ଆଉ କାଲିଠୁ ଆମର ସାଧାରଣ ସମ୍ପାଦକ ସିଏ ଅନଶନରେ ବସିଛନ୍ତି। ଆଜି ଦ୍ୱିତୀୟ ଦିନରେ ପହଞ୍ଚିଲେଣି। ଆମର ଦାବି ଗୁଡ଼ିକ ହେଲା ଯେ ମ୍ୟାନେଜମେଣ୍ଟରେ ଗୋଟିଏ ଆମର ଯେଉଁ ଓପିଟିସିଏଲ୍ ଅଛି ସେଠି ଗୋଟେ ଠିକା ସଂସ୍ଥା ଠିକାଦାର କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଆମେ ଆମ ସଂଗଠନ ପକ୍ଷରୁ ସମସ୍ତ ତଥ୍ୟ ଲିଖିତ ଆକାରରେ ସମସ୍ତ ପ୍ରମାଣ ଆମେ ସମସ୍ତଙ୍କୁ ଦେଇଥିଲୁ, ଯାହା ସିଏମ୍ଓ ଅଫିସରୁ ବି ଆସିଥିଲା ଆଉ ଶକ୍ତି ବିଭାଗରୁ ବି ଆସିଥିଲା ତୁରନ୍ତ କାର୍ଯ୍ୟାନୁଷ୍ଠାନ ତଦନ୍ତ କରିବା ପାଇଁ। କିନ୍ତୁ ପାଖାପାଖି 2 ମାସ ହୋଇଗଲାଣି ଏମାନେ ଫାଇଲଟାକୁ ଚାପିକି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଆମର ଦ୍ୱିତୀୟ ଦାବି ହେଲା ଅନୁଗୁଳ ଗ୍ରିଡ୍ରେ ଗୋଟିଏ ଆମର ମହିଳା କର୍ମଚାରୀକୁ ସେଇ ଗ୍ରିଡ୍ର ଏସ୍ଡିଓ ଅସଦାଚରଣ ମାନେ ଆଉ ଅସଦାଚରଣ କରିଥିଲେ। ପାଖାପାଖି 9 ମାସ ହୋଇଗଲାଣି, ତାର କୌଣସି ଆମେ ଲିଖିତ ଆକାରରେ ଦେଇଥିଲୁ। ସେ ମହିଳା କର୍ମଚାରୀ ବି ଲିଖିତ ଆକାରରେ ଦେଇଥିଲେ ମ୍ୟାନେଜମେଣ୍ଟକୁ, ଆଉ ଆମେ ବି ସଂଗଠନ ପକ୍ଷରୁ ଲେଖିକି ଦେଇଥିଲୁ। ସେମାନେ ଆଜି କରିବୁ କାଲି କରିବୁ କହିକି ବର୍ତ୍ତମାନ ସୁଦ୍ଧା କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି, ଯେଉଁଟାକୁ ଫାଇଲକି ଚାପିକି ରଖିଛନ୍ତି। ଯେଉଁଟା ବର୍ତ୍ତମାନ ଆପଣ ଦେଖନ୍ତୁ ଯେଉଁ ଗୋଟେ ଝିଅ ମାନେ କେସ୍ ପାଇଁ ସାରା ଓଡ଼ିଶା ଏବେ ଜଳୁଛି, ସେଇଭଳିଆ କେସ୍ ଗୋଟେ ଓପିଟିସିଏଲ୍ 9 ମାସ ଧରିକି ମାନେ ବିତେଇକି ରଖିଛନ୍ତି, ଯେଉଁଟା ଅତି ଦୁର୍ଭାଗ୍ୟଜନକ। ଆମର ଆଉ ଗୋଟେ ଦାବି ଥିଲା ଯେ ଗତ ୱେଜ୍ ବୋର୍ଡ଼ ମାନେ 11ତମ ୱେଜ୍ ବୋର୍ଡ଼ରେ ଆମର ଗୋଟେ ଚାଲିଥିଲା, ପ୍ରତିଶ୍ରୁତି ଆମକୁ ଦେଇଥିଲେ ଯେ ଗଭର୍ଣ୍ଣମେଣ୍ଟରେ ଗୋଟେ ସ୍କେଲ୍ ନାହିଁ ଯେଉଁଟା ଆମର ଓପିଟିସିଏଲ୍ର ଅଛି 3330 ଗ୍ରେଡ୍ ପେ। ସେମାନେ ନିଜେ ମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଆମେ ମାନେ କିଛି ଦିନ ବ୍ୟବଧାନରେ ଆମେ ତାକୁ ହଟେଇ ଦେବୁ ବୋଲି। ବର୍ତ୍ତମାନ ସୁଦ୍ଧା ସେମାନେ କୌଣସି ଇନିସିଏଟିଭ୍ ନେଇନାହାନ୍ତି। ଆମର ଆଉ ଗୋଟେ ହେଲା ଯେ ଆମର ଆଇଟି କର୍ମଚାରୀମାନଙ୍କୁ ଉଚ୍ଚ ମାନେ ଶିକ୍ଷାଗତ କରିବା ପାଇଁ ଏନ୍ଓସି ଦରକାର, ଯେଉଁଟା ସେମାନେ ଦେଉନାହାନ୍ତି। କିଛି ଦେଉଛନ୍ତି କିଛି ଦେଉନାହାନ୍ତି, ଟର୍ମ କଣ୍ଡିସନ୍ ରଖୁଛନ୍ତି ଦେବୁନି, ଗୋଟିଏ ଗ୍ରିଡ୍ରେ ଜଣକୁ ଦେବୁ, ଗୋଟିଏ ଗ୍ରିଡ୍ରେ କାହାକୁ ଦେବୁନି, ସେଇଭଳିଆ। ଆପଣ ଜାଣିକି ମାନେ ଆଶ୍ଚର୍ଯ୍ୟ ହେବେ ଯେ 6-7 ମାସ ପୂର୍ବରୁ 55 ଜଣ ଇଞ୍ଜିନିୟରକୁ ଏମାନେ ଏନ୍ଓସି ଦେଲେ, ଯେଉଁମାନେ ଗୋଟିଏ ବର୍ଷରେ 55 ଜଣ ଇଞ୍ଜିନିୟର ଛାଡ଼ିକି ଚାକିରି ପଳେଇଲେ, ଯେଉଁଥିପାଇଁ ଓପିଟିସିଏଲ୍ ହଲି ଯାଇଥିଲା ପୁରା। ଆଉ ପୁଣି ମାନେ ବର୍ତ୍ତମାନ ରିକ୍ରୁଟମେଣ୍ଟ ଚାଲିଛି। କୌଣସି ଗ୍ରିଡ୍ରେ ଠିକ୍ ସଂଖ୍ୟାରେ ଇଞ୍ଜିନିୟର ନାହାନ୍ତି, କର୍ମଚାରୀ ନାହାନ୍ତି, ତଥାପି ଏମାନେ ନନ୍ ଏକ୍ଜିକ୍ୟୁଟିଭ୍ ମାନଙ୍କୁ ସେଇଭଳିଆ ଆଚରଣ କରୁଛନ୍ତି। ଆଉ ଗୋଟେ ଆମର ଥିଲା ଯେ ଘରରୁ ଯେଉଁମାନେ ଦୂରରେ ବର୍ଷ ରହିଯାଇଛନ୍ତି ସେଇମାନଙ୍କୁ ଘର ପାଖକୁ ଟ୍ରାନ୍ସଫର କରି ଆଣିବା। ଏମାନେ ମାସ ଧରି ସେଇ ଜିନିଷକୁ ଆଜି କରିବୁ କାଲି କରିବୁ କହିକି 2 ବର୍ଷ 3 ବର୍ଷ ହେଲା ଫାଇଲକୁ ଚାପିକି ରଖିଥିଲେ, ବର୍ତ୍ତମାନ ସୁଦ୍ଧା କରିନାହାନ୍ତି। ତ ସେସବୁ ନେଇକି ଆମର ଅନଶନ ଚାଲିଛି। ଆମର ସାଧାରଣ ସମ୍ପାଦକ ଅନଶନରେ ବସିଛନ୍ତି, ଆଉ ଆମର ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାନେ ପତ୍ର ଆସିଥିଲା, ଏନ୍ଆର୍ଜିଙ୍କୁ ଦିଆହେଇଛି। ଏନ୍ଆର୍ଜି ଶକ୍ତି ବିଭାଗରୁ ମାନେ ଆମର ଓପିଟିସିଏଲ୍ ସିଏମ୍ଡିଙ୍କୁ ବି ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କିଛି ହେଇନି। କାଲି ରାତିରେ ଆମ ପାଖକୁ ଆସିଥିଲେ ଅଧିକାରୀମାନେ, ଆଉ କହିଛନ୍ତି ଯେ ଗୋଟେ ମାନେ କମିଟି କରାହେଇଛି ବୋଲି ଆମକୁ କହିଛନ୍ତି। ଭୟଙ୍କର ହେବ, ୟାଠୁ ଆହୁରି ଭୟଙ୍କର ଆମର ମାନେ ବଢ଼ି ଚାଲିବ। ଆହୁରି ମାନେ ସବୁ ଆମର ଯେତେ ବି ଏଇଟା ଆମର ଭାରତୀୟ ମଜଦୁର ସଂଘର ଏଫିଲିଏସନ୍ ଅନୁବନ୍ଧିତ। ଆମର ଯେତେ ବି ଅଛନ୍ତି ମାନେ ସଂଘ ମାନେ ସେ ପାଚିକା ସଂଘ ହଉ, ସଫେଇ ସଂଘ ହଉ, ସମସ୍ତେ ଆସିବେ, ସମସ୍ତେ ଆସିକି ଯୋଗଦାନ କରିବେ।